ଦେଖିଲେ ଆମ ଘରେ କିଏ ବସିଛନ୍ତି। ଜୀବନସାରାକୁ ଦେଖି ସେମାନେ ଆଜି ଆସିଥିଲେ ମୋ ଘରକୁ। ଆଉ ଆସିଲା ବେଳଠୁ ତ ଖାଲି ମୋତେ ଆଶୀର୍ବାଦରେ ପୋତି ଦେଉଥିଲେ। ଖାଲି କ'ଣ ମୋତେ, ଗୋଟି ଗୋଟି ହୋଇ ଆମ ପରିବାରର ସମସ୍ତଙ୍କୁ। ଏମାନେ କିଏ ତାଙ୍କୁ ଦେଖିକି ଆପଣମାନେ ଜାଣିପାରୁଛନ୍ତି ତ। ମୁଁ ସବୁବେଳେ ଏମାନଙ୍କୁ ସମସ୍ତଙ୍କ ଭଳିଆ ବହୁତ ଭଲ ପାଏ। ଏ ସଂସାରର ସମସ୍ତଙ୍କୁ ଯେତିକି ଭଲ ପାଏ ସେମାନଙ୍କୁ ତାଠୁ ଟିକେ ଅଧିକ ଭଲ ପାଏ ପଛେ ମୋ ଭଲ ପାଇବାରେ କେବେ ଉଣା କରେନି। ସତରେ ଭାବକୁ ଭାବ ବୁଝିଲା ଭଳିଆ ସେମାନେ ବି ଆସି ମୋ ଘରେ ପହଞ୍ଚିଗଲେ। କେତେବେଳେ ବି ସେମାନଙ୍କ ହାବୁଡ଼େ ପଡ଼ିଲେ ନିଶ୍ଚୟ ମୁଁ ସେମାନଙ୍କ ସହିତ ପଦେ ଦୁଇ ପଦ କଥା ହୁଏ। ଏ ସଂସାରରେ ସାଧାରଣ ମଣିଷମାନେ ତ ଅନେକ ଭୁଲ କରନ୍ତି, ଏମାନେ ଟିକେ ଅସାଧାରଣ। ହେଲେ ଏମାନଙ୍କ ପାଇଁ ଟିକିଏ ଭୁଲକୁ ଆମେ ଏତେ ଗୁରୁତର ଭାବରେ ବିଚାର କରୁ କାହିଁକି? ଯାହା ସାଧାରଣ ଜଣେ ସ୍ତ୍ରୀ ଲୋକ କରିକି ନିନ୍ଦନୀୟ ହୁଏ ସେମାନଙ୍କୁ ବି ସେତିକି ନିନ୍ଦା ଦେବା କଥା। ସେମାନଙ୍କ ଭିତରେ ଏବେ ବହୁତ ପଢ଼ା ଲେଖା ଶୁଣା କରି ଆଗକୁ ଗଲେଣି। ତାଙ୍କ ଭିତରେ ବି ଧୀରେ ଧୀରେ ଗୋଟେ ଚେତନା ଜାଗ୍ରତ ହେଲାଣି। ଭଗବାନଙ୍କ ସୃଷ୍ଟିର ବୈଚିତ୍ର୍ୟ ଭିତରେ ଏମାନଙ୍କର ବି କିଛିଟା ଶାରୀରିକ ବୈଚିତ୍ର୍ୟ ଅଛି। ହେଲେ ଆମେମାନେ ସବୁବେଳେ ଭାବିବା କଥା, ଯେକୌଣସି ମା ଯେକୌଣସି ଦିନ ଏଇଭଳି ଗୋଟେ ସନ୍ତାନକୁ ଜନ୍ମ ଦେଇପାରେ। ହୁଏତ ସେଇଟା ଆମ କ୍ଷେତ୍ରରେ ବି ହେଇପାରେ। ଯଦି ଆମ ପରିବାର ଭିତରେ ବା ଆମେ ନିଜେ ଏଇଭଳି ଗୋଟେ ସନ୍ତାନକୁ ଜନ୍ମ ଦେବା, ତାଙ୍କ ପାଇଁ ଆମେ କ'ଣ କରିଥାନ୍ତେ। ସେମାନଙ୍କୁ ବିଦାୟ ଦେଲା ପରେ ପରେ ଏଇ କଥା ହିଁ ମୋ ମନରେ ବାରମ୍ବାର କୋଳେଇ ଘାଣ୍ଟି ହେଉଥିଲା। ପରଦିନ ମୁଁ ବସି ଫୁଲ ଗୁନ୍ଥିଲା ବେଳେ ଭାବୁଥିଲି, ଠାକୁରେ ତମ ସୃଷ୍ଟିରେ ମଣିଷକୁ ତମେ ବହୁତ ପ୍ରକାର ଗୁଣ ଦେଇଛ, ସୁଗୁଣ ଆଉ ଦୁର୍ଗୁଣ। ସେମିତି ଏମାନେ ବି ମଣିଷ ଜନ୍ମ ପାଇଛନ୍ତି, କିନ୍ତୁ ଆଙ୍କ ଭିତରେ କିଛିଟା ଭିନ୍ନତା ଅଛି। ଏମାନଙ୍କର ବି କିଛି ସୁଗୁଣ ଅଛି ଆଉ କିଛି ଦୁର୍ଗୁଣ ଅଛି। ହେଲେ ଏମାନଙ୍କ ଦୁର୍ଗୁଣକୁ ଏତେ ତୀବ୍ର ଭାବରେ ଘୃଣା କରିବାର କ'ଣ ବା ଆବଶ୍ୟକତା ଅଛି? ଆଜି ସେଇ କଥା ମନେ ମନେ ଭାବିଲି ଆଉ ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତଙ୍କ ପ୍ରତି ସ୍ନେହ ଭାବ